ନିଜର ଶତ୍ରୁକୁ ପରାସ୍ତ କରିବା ପାଇଁ କୌଣସି ଅସ୍ତ୍ର ଶସ୍ତ୍ର ଆବଶ୍ୟକ ହୋଇନଥାଏ। ବାଇବଲ କହେ ଜଣେ ନିଜର ଶତ୍ରୁକୁ ପରାସ୍ତ କରିବା ନିମନ୍ତେ ପ୍ରାର୍ଥନାର ଆବଶ୍ୟକ ରହିଛି, ବିଶ୍ୱାସର ଆବଶ୍ୟକ ରହିଛି ଏବଂ ଆଜ୍ଞା ପାଳନର ଆବଶ୍ୟକତା ରହିଅଛି। ଶାରୀରିକ ଶତ୍ରୁମାନଙ୍କୁ ଆମମାନେ ନିଜର ଅସ୍ତ୍ର ହିଁ ବ୍ୟବହାର କରିବା ମନରେ ଆସିଥାଏ। କିନ୍ତୁ ଆଜିର ସମୟରେ ଆମେ ଚିନ୍ତା କରୁଛୁ ଆମମାନଙ୍କର ପରମେଶ୍ୱରଙ୍କର ବାକ୍ୟ ଅନୁସାରେ ଆମମାନଙ୍କୁ ଶାରୀରିକ କିମ୍ବା ଆତ୍ମିକ ଶତ୍ରୁ ସେମାନଙ୍କର ପରାସ୍ତ ନିମନ୍ତେ ଆମମାନଙ୍କୁ ପ୍ରାର୍ଥନାର ଆବଶ୍ୟକ ରହିଛି, ଆମମାନଙ୍କର ବିଶ୍ୱାସର ଆବଶ୍ୟକତା ରହିଅଛି। ଆପଣ ଜାଣନ୍ତି କି ବାଇବଲରେ ଦାଉଦ ସେ ଜଣେ କୌଣସି ଯୋଦ୍ଧା ନଥିଲେ, କିନ୍ତୁ ପରମେଶ୍ୱର ତାଙ୍କୁ ଯୋଦ୍ଧା କଲେ। ନିଜର ଭାଇମାନେ ଯୁଦ୍ଧ କାର୍ଯ୍ୟରେ ନିୟୋଜିତ ଥିଲେ, ସେମାନେ ଯୁଦ୍ଧ କରୁଥିଲେ, କିନ୍ତୁ ଦାଉଦ ଜଣେ ମେଷ ପାଳକ ଥିଲେ, ମେଷ ଚରାଉଥିଲେ। କିନ୍ତୁ ପାଲେଷ୍ଟିୟ ଯୋଦ୍ଧାକୁ କୌଣସି ସୈନ୍ୟର ଆବଶ୍ୟକ ପଡ଼ିନାହିଁ, କିନ୍ତୁ ଦାଉଦ ଜଣେ ଯୁବକ, କିନ୍ତୁ ସେ ସେହି ପାଲେଷ୍ଟିୟ ଯୋଦ୍ଧାକୁ ପରାସ୍ତ କଲେ। ତେଣୁ ମୁଁ କହିବା ପାଇଁ ଚାହେଁ ଯେ ମଣିଷର ଅନେକ ଶତ୍ରୁ ଥାନ୍ତି, ଭିତରେ ଥାନ୍ତି, ବାହାରେ ମଧ୍ୟ ଶତ୍ରୁ ଥାନ୍ତି। ବାହାରେ ଶତ୍ରୁକୁ ବେଳେବେଳେ ଆମେ ଜାଣିପାରିଥାଉ, କିନ୍ତୁ ଭିତର ଶତ୍ରୁ ଭୟଙ୍କର ଥାନ୍ତି। ମୁଁ ଆଜି କହିବା ପାଇଁ ଚାହେଁ ଦାଉଦଙ୍କର ଶତ୍ରୁ ଚତୁଃପାର୍ଶ୍ୱରେ ଥିଲେ ମଧ୍ୟ ଦାଉଦ ନିଜର ସବୁଠାରୁ ବଳ, ପରାକ୍ରମ ଏବଂ ସମସ୍ତ ସାହାଯ୍ୟ କେବଳ ସଦାପ୍ରଭୁଙ୍କ ଠାରୁ ସେ ଗ୍ରହଣ କରିଥିଲେ। ସେ ସଦାପ୍ରଭୁଙ୍କୁ ଯୁଦ୍ଧ ବୀର ଭାବରେ ସେ ଦେଖୁଥିଲେ, ଆଉ ସେ ସଦାପ୍ରଭୁଙ୍କୁ ଉଚ୍ଚରେ ସ୍ଥାପନ କରୁଥିବା ହେତୁ, ସଦାପ୍ରଭୁଙ୍କ ଠାରେ ବିଶ୍ୱାସ କରୁଥିବା ହେତୁ, ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିବା ହେତୁ, ସେ ଉପାସନା କରୁଥିବା ହେତୁ ସେ ନିଜର ଶାରୀରିକ ଶତ୍ରୁମାନଙ୍କୁ ପରାସ୍ତ କରିବାରେ ସକ୍ଷମ ହେଲେ। ଗୋଟିଏ ପଟେ ସାଉଲ ରାଜା ତାକୁ ବୌଦ୍ଧ କରିବା ପାଇଁ ଖୋଜୁଛନ୍ତି, ଆଉ ଗୋଟିଏ ପଟେ ପାଲେଷ୍ଟାଇନ ତାଙ୍କ ବିରୁଦ୍ଧରେ ରହିଛି, ଆଉ ଗୋଟିଏ ପକ୍ଷରେ ଅବସାଲମ ତାଙ୍କର ବିରୁଦ୍ଧରେ ରହିଛନ୍ତି, ଆଉ ଗୋଟିଏ ସିମି ଏବଂ ଅନ୍ୟମାନେ ତାଙ୍କ ବିରୁଦ୍ଧରେ ରହିଛନ୍ତି। ଦାଉଦଙ୍କ ପ୍ରତି ଶତ୍ରୁତା ଚାରିଆଡ଼େ ରହିଛନ୍ତି, କିନ୍ତୁ ଦାଉଦ ସଦାପ୍ରଭୁଙ୍କ ନିକଟବର୍ତ୍ତୀ ହେଉଛନ୍ତି। ଦାଉଦ ସଦାପ୍ରଭୁଙ୍କୁ ସେ ନିଜର ସମସ୍ତ ବିଷୟ ଠାରୁ ଊର୍ଦ୍ଧ୍ୱରେ ମାନୁଛନ୍ତି, କାରଣ ଲୋକମାନେ ନିଜର ପୋଜିସନ ପାଇଁ ଦାଉଦଙ୍କୁ ବିରୋଧ କରୁଛନ୍ତି, ଯାହାକି ସିଂହାସନ ଲାଳସା ଥିଲା। ସମସ୍ତେ ରିଜେକ୍ଟ ହେଲେ, କିନ୍ତୁ ଦାଉଦଙ୍କୁ ପ୍ରଭୁ ସେଲେକ୍ଟ କରୁଛନ୍ତି। ଏଥିରେ ଅନ୍ୟମାନେ ସିଂହାସନକୁ ଲାଳସାରେ ଥିଲେ, ଅନେକ ଲୋକ ଧାଡ଼ି ବାନ୍ଧିଥିଲେ ନିଜର ଭାଇମାନେ, କିନ୍ତୁ ସେମାନେ ଯୋଗ୍ୟ ବିବେଚିତ ହେଲେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଅନେକ ସମୟରେ ଆପଣଙ୍କର ନିଜର ଲୋକ ପଦବୀ ପାଇଁ, ସିଂହାସନ ପାଇଁ ଆପଣଙ୍କ ବିରୋଧ କରନ୍ତି, ଆପଣଙ୍କର ସଫଳତା ନିମନ୍ତେ ଈର୍ଷା କରନ୍ତି ଏବଂ ଏହି ସଂସାରର ଅନ୍ଧକାର ଶକ୍ତି, ଦୁଷ୍ଟାତ୍ମା ଶକ୍ତି, ଶୈତାନିକ ଶକ୍ତି ମଧ୍ୟ ଆପଣଙ୍କର ବିରୁଦ୍ଧରେ ଅଛନ୍ତି। ଏହି ସମୟରେ ଆପଣ ଏହି ସମସ୍ତ ବିଷୟ, ଆପଣଙ୍କର ବିରୁଦ୍ଧରେ ଥିବା ପ୍ରତ୍ୟେକ ବିଷୟକୁ ପରାସ୍ତ କରିବା ପାଇଁ ଆପଣ ସେଇ ଯୁଦ୍ଧବୀର ସଦାପ୍ରଭୁଙ୍କ ନିକଟରେ ଭରସା କରନ୍ତୁ।
ତେବେ ଆପଣଙ୍କର ଶତ୍ରୁ ପରାଜିତ ହେବେ। ଭାଇ ଭଉଣୀ ମାନେ ଏଠି ଆମେ ଦେଖୁଛୁ ଯେ ଏଫିସି ତାର 6:12 ଯେ ଆଧିପତ୍ୟ ହଉ, କର୍ତ୍ତାପଣ ହଉ, ଜାଗତିକ ଜଗତପତି ଏବଂ ଦୁଷ୍ଟାତ୍ମା, ଯାହାକି ପାପ, ଲୋଭ, ମନ୍ଦ କାର୍ଯ୍ୟ, ସନ୍ଦେହ, ଭୟ, ସବୁ ବିଷୟ ଆମର ଶତ୍ରୁ। କେବଳ ଶାରୀରିକ ଶତ୍ରୁ ଆମର ନାହାନ୍ତି। ଆମର ଶତ୍ରୁ এই ଜଗତର ଦୁଷ୍ଟାତ୍ମା, ଆମର ଶତ୍ରୁ ମନ୍ଦ ଶକ୍ତି, ଲୋଭ, ପ୍ରଲୋଭନ, ଭୟ, ଏଇସବୁ ଆପଣଙ୍କର ଶତ୍ରୁ, ଆମମାନଙ୍କର ଶତ୍ରୁ। ଏଇ ସବୁ ବିଷୟ ଠାରୁ ଆମମାନଙ୍କୁ ରକ୍ଷା ପାଇବା ପାଇଁ ଆମମାନଙ୍କୁ ଅସ୍ତ୍ର ଦରକାର ନାହିଁ। ହଁ, ଅସ୍ତ୍ର ଦରକାର, ପ୍ରାର୍ଥନାର ଅସ୍ତ୍ର ଦରକାର, ବାକ୍ୟ ପାଳନର ଅସ୍ତ୍ର ଦରକାର, ବିଶ୍ୱାସ ଯୁକ୍ତ ଅସ୍ତ୍ର ଦରକାର ଆମମାନଙ୍କୁ। ତେଣୁ ଆମେ ବେଳେବେଳେ ଆମମାନଙ୍କ ପ୍ରତି କାହିଁକି ଶତ୍ରୁତା ଆସେ, ଆମ ପ୍ରତି କାହିଁକି ଲୋକମାନେ ଶତ୍ରୁତା କରନ୍ତି, ଏଇଭଳି ଆମମାନେ ଭାବିଥାଉ। କିନ୍ତୁ ଆମମାନଙ୍କର ବିଶ୍ୱାସର ପରୀକ୍ଷା ମଧ୍ୟ ହୋଇଥାଏ, ଯେପରି ଯାକୁବ ତାର 1:2 ଏବଂ 4 ପଦ ମଧ୍ୟରେ ଲେଖାଯାଏ। ଆପଣଙ୍କର ବିଶ୍ୱାସକୁ ପରୀକ୍ଷା କରାଯାଏ। ଆପଣଙ୍କର ମୋର ପ୍ରତ୍ୟେକଙ୍କର ବିଶ୍ୱାସକୁ ଦିନେ ପରୀକ୍ଷା ଦେବାକୁ ହୁଏ। ଏହି ସବୁ କ୍ଷେତ୍ରରେ ଆପଣ ବିଶ୍ୱାସରେ, ପ୍ରାର୍ଥନାରେ ନିଜକୁ ସମର୍ପଣ କରିବା ଆବଶ୍ୟକ। କାରଣ ଦାଉଦ ବିଶ୍ୱାସ, ପ୍ରାର୍ଥନା ଓ ଆଜ୍ଞା ପାଳନ ଦ୍ୱାରା ଶାରୀରିକ ଶତ୍ରୁମାନଙ୍କୁ ପରାସ୍ତ କଲେ। ସେପରି ଆମମାନଙ୍କର କ'ଣ ଆବଶ୍ୟକ ରହିଛି ନା ଆମମାନେ ମଧ୍ୟ ପ୍ରାର୍ଥନା ସହିତ ସମସ୍ତ ଆତ୍ମିକ ଶତ୍ରୁ ଠାରୁ ଆମେ ବିଜୟ ହେବା ନିମନ୍ତେ ଆମେ ନିଜକୁ ପ୍ରସ୍ତୁତ କରୁ। ଯେପରି 1 କରିନ୍ଥୀୟ 15 ତାର 57 ପଦ ଏବଂ ରୋମିଓ ତାର 8:37 ପଦରେ ଲେଖାଯାଏ। ତେଣୁ ଆଜି ଆସନ୍ତୁ, ଆପଣଙ୍କର ଶତ୍ରୁ ଯିଏ ବି ହଉନା କାହିଁକି, ଆପଣଙ୍କର ଅସ୍ତ୍ର ପ୍ରାର୍ଥନା ହେଉ, ଆପଣଙ୍କର ଅସ୍ତ୍ର ବାକ୍ୟ ପାଳନ ହେଉ, ଆପଣଙ୍କର ଅସ୍ତ୍ର ବିଶ୍ୱାସ ହେଉ। ଦେଖିବେ ନିଶ୍ଚୟ ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରିବେ, ଦୟା କରିବେ, ଆପଣଙ୍କର ଶତ୍ରୁ ଠାରୁ ଆପଣଙ୍କୁ ବିଜୟ ପ୍ରଦାନ କରିବେ, ଜୟ ପ୍ରଦାନ କରିବେ। ଆସନ୍ତୁ ଆମେ ପ୍ରାର୍ଥନା କରିବା। ପ୍ରିୟ ପ୍ରଭୁ, ତୁମେ ସର୍ବଶକ୍ତିମାନ, ସର୍ବ ଅନ୍ତର୍ଯାମୀ ଏବଂ ସର୍ବବିଦ୍ୟମାନ ପରମେଶ୍ୱର ଅଟ। ଆଜିର ସମୟରେ ପ୍ରଭୁ, ଅନେକ ପରିବାର ଆଜି ଶତ୍ରୁମାନଙ୍କ କବଳରେ ଅଛନ୍ତି। ବିନାଶ ତାଙ୍କର ଚତୁଃପାର୍ଶ୍ୱରେ ଘେରିକି ଅଛି। କିନ୍ତୁ ପ୍ରଭୁ, ତୁମରି ଲୋକମାନଙ୍କୁ ଆଜି ତୁମରି ବାକ୍ୟରେ ତୁମେ ଉତ୍ସାହିତ କରିଅଛ। ପ୍ରାର୍ଥନା ଏବଂ ବିଶ୍ୱାସଯୁକ୍ତ ପ୍ରାର୍ଥନା ଏବଂ ବାକ୍ୟ ପାଳନରେ ଆମମାନେ ବାହିକ ଏବଂ ଆତ୍ମିକ ଶତ୍ରୁ ଠାରୁ ଯେ ଜୟ ପାଇବୁ, ଏହା ତୁମେ ଆମମାନଙ୍କୁ କହିଅଛ। ଦେଖୁଥିବା ଭାଇ ଭଉଣୀମାନଙ୍କୁ ତୁମେ ଅନୁଗ୍ରହ କର। ଆଣ୍ଠୁ ଭାଙ୍ଗି ପ୍ରାର୍ଥନାରେ ଦୃଢ଼ ଭାବରେ ରହିବା ପାଇଁ ଏବଂ ବାକ୍ୟରେ ସ୍ଥିର ହୋଇ ରହିବା ପାଇଁ ତୁମେ ଅନୁଗ୍ରହ କର। ପ୍ରଭୁ, ତୁମେ এই ଜଗତକୁ ଜୟ କରିଅଛ, ସମସ୍ତ ବିଷୟକୁ ତୁମେ ଜୟ କରିଅଛ ଏବଂ ତୁମେ ଆମ ପ୍ରତ୍ୟେକଙ୍କୁ, ଆମର ଦେଖୁଥିବା ବିଶ୍ୱାସୀ ଭାଇ ଭଉଣୀମାନଙ୍କୁ ପ୍ରତ୍ୟେକଙ୍କୁ ତୁମେ ଜୟ ପ୍ରଦାନ କର। ପ୍ରଭୁ, ତୁମେ ଅନୁଗ୍ରହ କର, ତୁମେ ଦୟା କର। ତୁମରି ଗୌରବ ହେଉ, ତୁମରି ପ୍ରଶଂସା ହେଉ। ସମସ୍ତ ବିଷୟ ନିମନ୍ତେ ଧନ୍ୟବାଦ ଦେଉଅଛୁ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ସମସ୍ତଙ୍କୁ ଧନ୍ୟବାଦ।